ମୋର ସମସ୍ତ ପ୍ରିୟ ମିତ୍ର, ମୋର ନାଁ ହେଉଛି ମାନସ। ମୁଁ ଆପଣଙ୍କୁ କହିଦେଉଛି କି ମୋ ସାଇଜ୍ କାଫି ମୋଟା ହେବ। ଆଉ ମୁଁ ମୋର ଭଉଣୀ ବିଷୟରେ କିଛି କହି ରଖୁଛି। ମୋ ଭଉଣୀ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟେ। ସେ ଏତେ ସୁନ୍ଦରୀ କି ତାକୁ ଦେଖିବା ମାତ୍ରେ ଆଚ୍ଛା ଆଚ୍ଛା ଟୋକାଙ୍କର ବି ଠିଆ ହୋଇଯିବ। ପ୍ରଥମରୁ ମୋର ତା ସହିତ ସେମିତି କିଛି ଇରାଦା ନଥିଲା, କିନ୍ତୁ ଏଇ କଥା ସେହି ସମୟର ଯେତେବେଳେ ମୋ ଭଉଣୀକୁ ମୋର ପ୍ରେମିକା ବିଷୟରେ ଜଣାପଡ଼ିଲା। ଗୋଟେ ଦିନ ସେ ମୋତେ ସିଧା ସିଧା ପଚାରିଦେଲା କି ତୋର ପ୍ରେମିକା କିଏ? ମୁଁ ତା'ର ଏଇ ଅଚାନକ ପ୍ରଶ୍ନରେ ପୁରା ଡରି ଯାଇଥିଲି। ମୁଁ କହିଲି ମୋର କେହି ପ୍ରେମିକା ନାହାନ୍ତି। ସେ ରାଗି କରି କହିଲା, ମୋତେ ସବୁକିଛି ଜଣାଅଛି। ତାକୁ ତୁ କେଉଁ ଆଡ଼େ ନେଇକି ଯାଉଛୁ, ଆଉ ତୁ ଏବେ ବି ଯାଉଛୁ। ମୋତେ ମୋର ଗୋଟେ ସାଙ୍ଗ ତୋ ବିଷୟରେ ସବୁକିଛି କହିଛି। ମୁଁ ପ୍ରଥମେ ପୁରା ସକ୍ ହୋଇଗଲି। ତାପରେ ତାକୁ ଧୀରେ କରି କହିଲି, ୟାର ପ୍ଲିଜ୍ ଏସବୁ ତୁ କାହାକୁ କହିବୁ ନାହିଁ। ପ୍ଲିଜ୍ ତୁ ଯାହା କହିବୁ ମୁଁ ତୋ ପାଇଁ ସବୁ କରିବି। ସେ ଟିକେ ଫୁଲେଇ ହୋଇକି କହିଲା, ହଉ ଠିକ୍ ଅଛି, କାହାକୁ କିଛି କହିବି ନାହିଁ, କିନ୍ତୁ ମୁଁ ଯାହା କହିବି ତୁ ସେସବୁ କରିବାକୁ ପଡ଼ିବ। ମୁଁ ଟିକେ ବଡ଼ ନିଶ୍ୱାସ ନେଇ ହଁ ବୋଲି କହିଲି। ଏହାପରେ ଧୀରେ ଧୀରେ ଆମେ ଫ୍ରାଙ୍କ ହୋଇ କଥା ହେବାରେ ଲାଗିଲୁ। ସେ ଯେବେ ମୋର ପ୍ରେମିକା ବିଷୟରେ କିଛି ପଚାରେ ମୁଁ ତାକୁ ସବୁ ସତ କଥା କହିଦିଏ। ଗୋଟେ ଥର ସେ ମୋ ପ୍ରେମିକାକୁ ନେଇ ଆମର ଭିତରିଆ କଥା ପଚାରିବା ଆରମ୍ଭ କରିଦେଲା। ପ୍ରଥମେ ମୁଁ ସଙ୍କୋଚ କରିଲି, କିନ୍ତୁ ତା'ର ଜିଦ୍ ଓ ରାଗ ଆଗରେ ମୁଁ ନଇଁବା ପାଇବା ପାଇଁ ବାଧ୍ୟ ହେଲି। ଆଉ ତାକୁ ମୋର ସବୁ ଗୁପ୍ତ ସମ୍ପର୍କ ବିଷୟରେ କହିଲି। ମୁଁ ତାକୁ ସବୁ କଥା କହିଲି। ମୁଁ ତାକୁ ହୋଟେଲ ନେଇଯାଏ ଆଉ ତା ଭିତରେ କ'ଣ କ'ଣ କରେ। ପ୍ରଥମ ଦିନ ତ ସେ ମୋତେ ବେଶୀ କିଛି ପଚାରିଲା ନାହିଁ, କିନ୍ତୁ ତା'ର ହାବଭାବ କହୁଥିଲା ସେ ଆମର ପୁରା କାହାଣୀ ଶୁଣିବାକୁ ଚାହୁଁଛି। ଗୋଟେ ଦିନ ସେ ମୋତେ ପଚାରିଲା, ତୋତେ ଗୋଟେ କଥା ପଚାରିବି? ମୁଁ କହିଲି ହଁ। ସେ କହିଲା, ସମ୍ପର୍କ କେମିତି ରଖନ୍ତି? ମୁଁ କହିଲି, କ'ଣ ମୋ ସହ ମଜା କରୁଛୁ? ତୋତେ ତ ସବୁ କିଛି ଜଣା ନା। ତାପରେ ସେ କହିଲା, ସତରେ ମୋତେ କିଛି ଜଣା ନାହିଁ। ପ୍ଲିଜ୍ କହନା ମୋ ରାଣ, ସତରେ ମୁଁ କିଛି ଜାଣିନାହିଁ। ତାପରେ ମୁଁ ତାକୁ କହିଲି, ହଉ କହୁଛି। ସେ ଏକଦମ ମୋ ପାଖକୁ ଲାଗିକି ବସିଗଲା। ମୁଁ ତାକୁ କହିଲି, ଯେବେ ପ୍ରଥମ ଥର ହୁଏ ନା, ଝିଅମାନଙ୍କୁ ବହୁତ କଷ୍ଟ ହୁଏ ଆଉ ତାଙ୍କର ସେଇଠୁ ରକ୍ତ ବି ବାହାରେ। ସେ ମୋର ପ୍ରତିଟି ଶବ୍ଦକୁ ଧ୍ୟାନର ସହ ଶୁଣୁଥିଲା। ମଝିରେ ମଝିରେ ସେ ମୋତେ ପ୍ରଶ୍ନ ବି ପଚାରୁଥିଲା କି ଯେତେବେଳେ କଷ୍ଟ ଲାଗେ କ'ଣ କରିବାକୁ ପଡ଼େ। ମୁଁ କହିଲି, ଅଟକି ଯାଇ ଗେଲ କରିବାକୁ ହୁଏ, ଆଉ ଟିକେ ଗେଲ କରି ତା ଛାତି ପାଖରେ ଥିବା ସେ ଦୁଇଟାକୁ ଦଳିବାକୁ ହୁଏ। ସେ କହିଲା, କ'ଣ ଦଳାଦଳି କରିବାକୁ ପଡ଼େ? ମୁଁ ପ୍ରଥମେ ତାକୁ କ'ଣ କହିବି ବୋଲି ଭାବିଲି, କିନ୍ତୁ ସେ ମୋ ଜଙ୍ଘ ଉପରେ ହାତ ରଖି ମୋତେ ଉସ୍କେଇଲା ଆଉ କହିଲା, କହନା କ'ଣ ଦଳିବାକୁ ପଡ଼େ? ମୁଁ ତାକୁ ସଫା ସଫା କହିଦେଲି, ଟୋକିଙ୍କର ସେଇ ଗୋଲ ଗୋଲ ଦୁଇଟାକୁ ଦଳିବାକୁ ପଡ଼େ। ତା'ର ସେଟାକୁ ପାଟିରେ ପୂରେଇ ଖାଇବାକୁ ପଡ଼େ। ତେବେ ଯାଇ ଟୋକି କଷ୍ଟରୁ ଆରାମ ପାଏ ଆଉ ତାପରେ ନେକ୍ସଟ ସଟ୍ ଆରମ୍ଭ ହୋଇଯାଏ। ସେ ହସିକରି କହିଲା, ଆଗାମୀ ସଟ୍ ମାନେ କ'ଣ କିଛି ସୁଟିଂ ହୁଏ ନା କ'ଣ? ମୁଁ ତାକୁ କହିଲି, ନା ବେ, ତୋର ତଳକୁ ସଟ୍ ମାରିବା କଥା ମୁଁ କହୁଛି। ଏବେ ସେ ଟିକେ ରହି ଥଙ୍ଗେଇକି କହିଲା, ମାନେ ଭାଜିନାରେ ପେନିସ୍ ସଟ୍? ମୁଁ କହିଲି, ଠିକ୍ ଧରିଛୁ। ସେ ହସିଦେଇ ମୋତେ କୁଣ୍ଢେଇ ଧରିଲା ଆଉ ତା'ର ସେଇ ଗୋଲ ଗୋଲ ଦୁଇଟା ମୋ ଦେହରେ ପୁରା ଘଷି ହେଇ ମୋତେ ସେହି ସମୟରେ ବହୁତ ସୁଖ ମିଳୁଥିଲା। ମୁଁ ତାକୁ ଧୀରେ ଧୀରେ ବହୁତ କଥା କହିଲି, ଯେଉଁଥିରେ ସେ ଗରମ ହେବାକୁ ଲାଗିଲା। ତାପରେ କିଛି ସମୟ ପରେ ସେ କହିଲା, ଗୋଟେ ମିନିଟ୍ ରହ, ମୁଁ ସୁସୁ କରି ଆସୁଛି। ସେ ଗାଧୁଆ ଘରକୁ ଚାଲିଗଲା ଆଉ କିଛି ମିନିଟ୍ ପରେ ଆସି ମୋ ପାଖରେ ବସିଲା। ଆମେ ଦୁଇଜଣ ମଜାରେ ମଜାରେ ପେଲାପେଲି ବିଷୟରେ କଥା ହେଉଥିଲୁ। ତା ସହିତ ଏମିତି କିଛି ଦିନ ସେ ବିଷୟରେ କଥା ହୋଇ ବିତିଗଲା। ଆମେ ଦୁଇଜଣ ଏବେ ପୁରା ସେ ଖରାପ ଭାଷାକୁ ଖୋଲାଖୋଲି ବ୍ୟବହାର କରୁଥିଲୁ। ସେ ମୋ ଆଗରେ ଢିଲା ଗଲା ଟପ୍ ପିନ୍ଧି ବସିଯାଏ ଆଉ ମଝିରେ ମଝିରେ ତା'ର ସେଇ ଗୋଲ ଗୋଲ ଦୁଇଟାକୁ ଦେଖେଇ କୁହେ, ମୋର ବି ମସ୍ତ ହୋଇଛି ଦେଖ ନା। ତା'ର ଏଇ କଥାରେ ମୋର ଇଚ୍ଛା ହୁଏ ତାକୁ ପକେଇ ପେଲି ଦେବା ପାଇଁ। ତା'ର ଇଚ୍ଛା ପାଇଁ ମୁଁ ତା'ର ସେଇ ଗୋଲ ଗୋଲ ଦୁଇଟାକୁ ଦେଖିବାରେ ଲାଗେ। ଗୋଟେ ଦିନ ମୁଁ ତା ଆଗରେ ମୋର ପୁରା ଠିଆ ହୋଇଥିବାର ଦେଖେଇଲି ଆଉ ସେ ମୋ ଉପରେ ହାତ ରଖି କହିଲା, କ'ଣ ନିଆଁ ଲାଗିଯାଇଛି? ସେଦିନ ମୁଁ ତା'ର ସେଇ ଗୋଲ ଗୋଲ ଦୁଇଟାକୁ ଦଳି ଦେଇ କହିଲି, ହଁ ରେ, ଏବେ ୟାକୁ ଗୋଟେ କଣା ଦରକାର। ଏହିପରି ଭାବେ
ଆମେ ଦୁଇ ଜଣଙ୍କ ଭିତରେ ଏହି କଥା ଆଗକୁ ଆଗକୁ ବଢ଼ିବାକୁ ଲାଗିଲା। କେବଳ ପେଲାପେଲି ହେବା ବାକି ଥିଲା। ଗୋଟେ ଦିନ ଘରେ ସମସ୍ତେ ବାହାରକୁ ଯାଇଥିଲେ। ଘରେ କେବଳ ମୁଁ ଓ ମୋର ଭଉଣୀ ଥିଲୁ। ମୁଁ ବସି ମୋ ଫୋନରେ ସେ ଖରାପ ଭିଡ଼ିଓ ଦେଖୁଥିଲି। ଆଉ ସେ ଭିତରେ ରୋଷେଇ କରୁଥିଲା। ସେ ଅଚାନକ ରୁମ୍ ଭିତରକୁ ଚାଲି ଆସିଲା। ଆଉ ମୁଁ ଫୋନ୍କୁ ଉଲଟେଇକି ରଖିଦେଲି। ସେ କହିଲା, କାହା ସହ କଥା ହେଉଥିଲୁ? ମୁଁ କହିଲି, କାହା ସହ ନୁହେଁ। ସେ ମୋର ଫୋନ୍କୁ ଉଠେଇ ଦେଲା। ଆଉ ସେ ଭିଡ଼ିଓକୁ ଦେଖି କହିଲା, ବଦମାସ, ମୋ ଠାରୁ କ'ଣ ଲୁଚେଇ ରଖୁଛୁ? ମୁଁ କିଛି କହିଲି ନାହିଁ। ଆଉ ସେ ଭିଡ଼ିଓ ଦେଖିବାକୁ ଲାଗିଲା। ଆଉ ସେ ଟୋକାର ବଡ଼ ଜିନିଷ ଦେଖି ରହିଗଲା। ତାପରେ ସେ ମୋ ପାଖରେ ବସିଲା। ଆରେ ଦେଖ ନା, ଆମେ ସାଙ୍ଗ ହୋଇ ଭିଡ଼ିଓ ଦେଖିବାକୁ ଲାଗିଲୁ। ଆଉ କିଛି ସମୟ ପରେ ମୋ ମୁଡ୍ ହେବାକୁ ଲାଗିଲା। ମୁଁ ତାକୁ କହିଲି, ତୁ ଯଦି ଖରାପ ନ ଭାବିବୁ ମୁଁ ତୋତେ ଗୋଟେ କଥା କହିବି? ସେ କହିଲା, ହଁ କୁହ। ମୁଁ କହିଲି, ଆଜି ତୋର ଟିକେ ଦେଖା। ସେ କହିଲା, ଆମେ ଦୁଇ ଜଣ ଭାଇ ଭଉଣୀ। ମୁଁ କହିଲି, ଆରେ ଆଜିକାଲି ଏସବୁ ସମସ୍ତେ କରୁଛନ୍ତି। ମୁଁ ଟିକେ ଜିଦ୍ କରିବାରୁ ସେ ରାଜି ହୋଇଗଲା। ସେ ତାର ଜିନ୍ସ ତଳ କପଡ଼ାକୁ ଖୋଲିଲା। ବନ୍ଧୁମାନେ ଆଉ କ'ଣ କହିବି? ମୁଁ ତ ତାକୁ ପୁରା ସେମିତି ଚାହିଁ ରହିଥିଲି। ତାର ସେଇଠି ପୁରା ଗୋଲ୍ଡେନ୍ ବାଳ ଥିଲା। ମୁଁ କଣ୍ଟ୍ରୋଲ ବାହାରେ ହୋଇଗଲି। ମୁଁ ତାକୁ ଖଟ ଉପରେ ଶୁଆଇଦେଲି। ଆଉ ତାର ସେଇ ତିନିକୋଣିଆ ଭାଗକୁ ଚାଟିବାକୁ ଲାଗିଲି। ସେ କହିଲା, ଏ କ'ଣ କରୁଛୁ? ମୁଁ ତା କଥା ଶୁଣିଲି। ଆଉ ତାର ଚାଟିବାକୁ ଲାଗିଲି। ସେ ବହୁତ ଗରମ ହେବାକୁ ଲାଗିଲା। ତାକୁ ବି ମଜା ଆସିବାକୁ ଲାଗିଲା। ବାସ୍ 5 ମିନିଟ୍ ଚାଟିବା ପରେ ସେ ତାର ଅଣ୍ଟାକୁ ଟେକିବାକୁ ଲାଗିଲା ଓ ମୋର ମୁଣ୍ଡକୁ ଧରି ତାର ସେଇଠି ଦାବିବା ଆରମ୍ଭ କଲା। ତାର ମୁହଁରୁ ଖାଲି ଗରମ ଗରମ ଚିତ୍କାର ବାହାରିଲା। ଆଉ ସେ ତାର କିଛି ସମୟ ପରେ ସବୁ ରସକୁ ମୋ ପାଟି ଭିତରେ ଛାଡ଼ିଦେଲା। ଏହାପରେ ଆମେ ଦୁହେଁ ଜଣେ ଜଣଙ୍କୁ ଗେଲ କରିବାକୁ ଲାଗିଲୁ। ଆଉ କିଛି ସମୟ ପରେ ଆମର କାମୁକତା ଆହୁରି ବଢ଼ିଗଲା। ମୁଁ ମୋର ବାହାର କରିଦେଲି। ସେ ମୋର ଦେଖି ଆଖି ପତା ନ ପକେଇ ଚାହିଁ ରହିଲା। ଆଉ କହିଲା, ଏଇ ତ ଭିଡ଼ିଓରେ ଥିବା ପରିକା ଲମ୍ବା ଓ ମୋଟା ହୋଇଛି। ମୁଁ ତାକୁ ଟିକେ ପାଟିରେ ପୂରେଇ ଖାଇବାକୁ କହିଲି। ସେ ମନା କଲା। କିନ୍ତୁ ମୁଁ ବାରମ୍ବାର କହିବାରୁ ସେ ମୋର ନେଇ ତା ପାଟି ଭିତରେ ପୂରେଇଲା। ଏବେ ମୁଁ ତାର ମୁଣ୍ଡକୁ ଧରି ମୋର ଆଗପଛ କରିବାରେ ଲାଗିଲି। ଆଉ 7ରୁ 8 ମିନିଟ୍ ପରେ ମୁଁ ତା ମୁହଁରେ ଝଡ଼ିଗଲି। ଆଉ ସେ ମୋର ପାଣିକୁ ଖାଇ କହିଲା, ଏ କ'ଣ? ମୁଁ କହିଲି, ରାବିଡ଼ି, ତୁ ପିଇଯା। ସେ ମୋର ସବୁ ରସକୁ ପିଇଗଲା। ଆଉ 10 ମିନିଟ୍ ପରେ ମୁଁ ତା ପାଟିରେ ମୋର ପୂରେଇକି ଠିଆ କରିଲି। ତାପରେ ତାକୁ ସିଧା କରିଲି। ଆଉ ତାର ସେଇ ତିନିକୋଣିଆ ଭାଗରେ ମୋର ରଖି ଘଷିଲି। ସେ ତାର କଣାରେ ମୋ ମୁଣ୍ଡିର ଗରମର ମଜା ନେବାକୁ ଲାଗିଲା। ଆଉ କିଛି ସମୟ ପରେ ତାର ସେ ତିନିକୋଣିଆ ଭାଗ ପୁରା ଓଦା ହୋଇଗଲା। ଏବେ ମୁଁ ଭାବିଲି, ଏଇ ଠିକ୍ ମୌକା ତାକୁ ପେଲିବା ପାଇଁ। ତାକୁ ପେଲି ତାର ମଜା ନେବି। ଆଉ ମୁଁ ମୋର ଟିକେ ଛେପ ପକେଇଦେଲି। ଆଉ ପୁଣି ଥରେ ମୋର ନେଇ ତାର ସେଇଠି ରଗଡ଼ିବାକୁ ଲାଗିଲି। ମୁଁ ତାକୁ ତାର ଗୋଡ଼କୁ ମେଲେଇବାକୁ କହିଲି। ତାକୁ ମଜା ଆସୁଥିଲା। ସେ ଗୋଡ଼କୁ ପୁରା ମେଲେଇ ଦେଲା। ଆଉ ମୁଁ ତାକୁ କିଛି ନ କହି ଗୋଟେ ଧକ୍କା ମାରିଲି। ତାର ସେଇଟା ଟାଇଟ୍ ହୋଇଥିବାରୁ ଅଳ୍ପ ଟିକେ ମୋର ତା ଭିତରକୁ ପଶିଲା। ସେ ପୁରା ଚିଲେଇ ଉଠିଲା। ମୁଁ ତା କଥା ନ ଶୁଣି ତାକୁ ଗେଲ କରିବାକୁ ଲାଗିଲି। ଆଉ ତାର ପାଟିରେ ପୂରେଇ ଗୋଲ ଗୋଲ ଦୁଇଟାକୁ ଖାଇବାକୁ ଲାଗିଲି। ଆଉ 5 ମିନିଟ୍ ପରେ ତାର ଦରଜ କମ୍ ହେବାକୁ ଲାଗିଲା। ମୁଁ ଆଉ ଗୋଟେ ଜୋରଦାର ଧକ୍କା ମାରିଲି। ଏଥର ମୋର ପୁରା ତା ଭିତରକୁ ପଶିଗଲା। ସେ ପୁଣି ଥରେ କାନ୍ଦିବାକୁ ଲାଗିଲା। ଆଉ ଏଥର ତାର ସେଇଠୁ ରକ୍ତ ବାହାରି ପଡ଼ିଲା। ସେ କଷ୍ଟରେ କହୁଥିଲା, ପ୍ଲିଜ୍ ବାହାର କରିବାକୁ। ମୁଁ ତାର କଥାକୁ ଧ୍ୟାନ ନ ଦେଇ ତାକୁ ଗେଲ କରିଲି। ଆଉ ତାର କଷ୍ଟ କମ୍ ହେବା ପରେ ଧୀରେ ଧୀରେ ପେଲିବାକୁ ଲାଗିଲି। ଏବେ ତାକୁ ବି ମଜା ଆସିବାକୁ ଲାଗିଲା। ମୁଁ ମୋର ଗତିବିଧିକୁ ବଢ଼େଇ ଦେଲି। ଆଉ ସେ ସଁ ସଁ ଚିତ୍କାର କରିବାକୁ ଲାଗିଲା। ଏଭଳି ଆମର ଗତିବିଧି ବଢ଼ିବା ଦ୍ୱାରା ଘର ସାରା ପଚ୍ ପଚ୍ ଶବ୍ଦ ଆସିବାକୁ ଲାଗିଲା। ଆଉ ପୁରା 20 ମିନିଟ୍ ଭଉଣୀକୁ ପେଲିବା ପରେ ମୋର ଝଡ଼ିବାର ସମୟ ହୋଇଗଲା। ସେଇ ଭିତରେ 2 ଥର ଝଡ଼ି ସାରିଥିଲା। ମୁଁ ତାକୁ କହିଲି, ମୋର ପାଣିକୁ କେଉଁଠି ଛାଡ଼ିବି? ସେ କହିଲା, ବାହାରେ ଛାଡ଼। ମୁଁ ଯେମିତି ମୋର ବାହାର କରିଛି, ସେ ମୋର ହଲେଇ ହଲେଇ ସବୁ ପାଣିକୁ ତା ଦେହରେ ପକେଇଲା। ଆଉ କିଛି ପାଣିକୁ ପାଟିରେ ପୂରେଇ ଚାଟି ଚାଟି ପୁରା ସଫା କଲା। ସେଦିନ ପରଠୁ ଆମକୁ ଯେବେ ବି ମୌକା ମିଳେ ଆମେ ଭାଇ ଭଉଣୀ ଦୁଇ ଜଣଙ୍କୁ ଭଲସେ ଶାନ୍ତି କରିଦେଉ। ତ ଦର୍ଶକ ବନ୍ଧୁ, ଏଇ ଥିଲା ଛୋଟ କାହାଣୀ। କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ହଁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।